ମଣିଷ ଜୀବନରେ ଧର୍ମର ଆବଶ୍ୟକତା। ମଣିଷ ସୃଷ୍ଟିର କାରଣ ଓ ତା'ର ଇତିହାସ। ମଣିଷ ସମଗ୍ର ପ୍ରାଣୀଜଗତ ମଧ୍ୟରେ ଈଶ୍ୱରଙ୍କର ଏକ ମହନୀୟ ସୃଷ୍ଟି। ସୃଷ୍ଟିରେ ଯେତେ ପ୍ରାଣଧାରୀ ପ୍ରାଣୀ ଅଛନ୍ତି, ସମସ୍ତଙ୍କ ଉପରେ ମଣିଷ ଆଧିପତ୍ୟ ବିସ୍ତାର କରିଅଛି ତା'ର ଭାବନା ଏବଂ ବୁଦ୍ଧିର କାରଣରୁ। ସୃଷ୍ଟିର ଅନ୍ୟ କେହି ପ୍ରାଣୀ ଭାବିପାରନ୍ତି ନାହିଁ କିମ୍ବା ତାଙ୍କର ବୁଦ୍ଧି ନାହିଁ। ମଣିଷ ଏକମାତ୍ର ପ୍ରାଣୀ ଭାବିପାରେ ଏବଂ ବୁଦ୍ଧି ଖଟାଇ ନୂଆ କିଛି ଉଦ୍ଭାବନ ଓ ଆବିଷ୍କାର କରିପାରେ। ସେ ଲାଗି ମଣିଷ ଜୀବଶ୍ରେଷ୍ଠ। ଏହା ଖାଲି ମଣିଷ ନିଜେ କହିନାହିଁ, ଈଶ୍ୱର ଆଲ୍ଲାହ ମଧ୍ୟ ମଣିଷକୁ ଅଶ୍ରଫୁଲ ମଖଲୁକାତ ବା ସର୍ବୋତ୍ତମ ସର୍ବଶ୍ରେଷ୍ଠ ବୋଲି ମାନକ ମାନ୍ୟତା ଦେଇଅଛନ୍ତି। ମଣିଷର ରୁଗ୍ଣ ରୋଗଗ୍ରସ୍ତ ଆତ୍ମାକୁ କୋରି ସଫା କରି ଦେଉଥିବା ଆଲ୍ଲାହ ରଚିତ ଦିବ୍ୟ ପବିତ୍ର ଶେଷ ଆକାଶୀ ବହି କୋରାନ, ଯାହାକି ଆରବର ଅଧିବାସୀ ପୟଗମ୍ବର ମହାପୁରୁଷ ମହମ୍ମଦଙ୍କୁ ପ୍ରଦତ୍ତ ଥିଲା, ତାଙ୍କୁ ଦିଆଯାଇଥିଲା। ସେଥିରେ ଅଛି, ମଣିଷକୁ କେବଳ ମୋର ଇବାଦତ ବା ଆରାଧନା କରିବା ପାଇଁ ମୁଁ ଆଲ୍ଲାହ ସୃଷ୍ଟି କରିଛି। ଆଲ୍ଲାହଙ୍କ ବିଚାରରେ ମଣିଷ ଇବାଦତର ଅର୍ଥ ମଣିଷର ଜୀବନବ୍ୟାପୀ ସତ୍କର୍ମର ସାଧନା ଓ ତାହାର ଫଳପ୍ରାପ୍ତି। ଯାହା ଆଲ୍ଲାହଙ୍କ ବିଚାରରେ ଭଲ, ତାହା ହିଁ ମଣିଷର ସତ୍କର୍ମ। ଆଉ ଏହି ସତ୍କର୍ମର ପରୀକ୍ଷା ପାଇଁ ଆଲ୍ଲାହ ମଣିଷକୁ ଜୀବନରେ ମଣିଷ ଜନ୍ମ ଦେଇ ବଞ୍ଚାଇ ରଖିଛନ୍ତି। ମୃତ୍ୟୁ ପରେ ପୁଣି ଶରୀର ମନରେ ଜୀବନ୍ତ କରାଇ ତାହାର ଆବିଷ୍କାର କରି ସ୍ୱର୍ଗ ଓ ନର୍କରେ ସ୍ଥାୟୀ ବାସିନ୍ଦା କରି ଅମର ଅକ୍ଷୟ ମୃତ୍ୟୁହୀନ ରୀତିରେ ରଖାଇବାର ପ୍ରତିଶ୍ରୁତି ଦେଇଅଛନ୍ତି। ଆଲ୍ଲାହ କହିଛନ୍ତି, କୋରାନ ସତ୍ୟତାକୁ ଧରି ସତ୍ୟତାର ପ୍ରତିଷ୍ଠା ପାଇଁ ଜଗତରେ ମଣିଷର ଆତ୍ମିକ ସୁଧାର ପାଇଁ ଅବତରିତ। ଆଲ୍ଲାହ ସତକଥା କହିବାକୁ ଲାଜ କରିନଥାଏ। କୋରାନ ମଣିଷ ଇଚ୍ଛାର ଗ୍ରନ୍ଥ ନୁହେଁ, ଏହା ଆଲ୍ଲାହର ଇଚ୍ଛାର ଗ୍ରନ୍ଥ। ମଣିଷ ନ ମାନୁ ମଲାପରେ ତା'ର ଫଳ ଦଣ୍ଡ ରୂପରେ ଭୋଗିବ। ଏହା ଆଲ୍ଲାହର ମଣିଷଠାରେ ସଂକଳ୍ପ। ଆଲ୍ଲାହ ସଂକଳ୍ପ ଭଙ୍ଗକାରୀ ନୁହେଁ। ତା'ର କଥା ହୋଇକି ରହିବ। ମଣିଷ ଆଲ୍ଲାହର କଥା ବଦଳାଇ ପାରିବ ନାହିଁ। ଆଲ୍ଲାହ ସବୁକିଛି ସମୟ ଅନୁଯାୟୀ କରେ ଏବଂ ସବୁକିଛିର ଏକ ଅନୁମାନ ନିରୂପିତ କରି ରଖେ। ମୁଁ ଆଲ୍ଲାହ ଜାଣିଛି ଆକାଶ ପୃଥିବୀର ସବୁ ଗୁପ୍ତତାକୁ ଏବଂ ମଣିଷ ଯାହା ଲୁଚାଏ ତଥା ବ୍ୟକ୍ତ କରେ, ସେ ସବୁକୁ ବି ଜାଣେ। ଆଲ୍ଲାହ ପ୍ରତ୍ୟେକ ଜିନିଷ ଉପରେ କରିବା ପଣ ରଖେ। ମଣିଷ ପରାସ୍ତ ପ୍ରାଣୀ। ମଣିଷ ସୃଷ୍ଟିର ପଦ୍ଧତି। ଏକଦା ଆଲ୍ଲାହ ବା ଖୋଦ୍ ବା ଆପଣାଜାତ ଖୋଦା ସ୍ୱୟମ୍ଭୁ ବିଧାତା ତାଙ୍କର ଦେବଦୂତ ଫରିସ୍ତାଙ୍କୁ କହିଲେ, ମୁଁ ଜମିନ ବା ଭୂମିରେ ମୋର ନାଏବ ବା ପ୍ରତିନିଧି ଛାଡ଼ିବି। ମାଟିରୁ ବାସକାରୀ ବଶର ଏବଂ ଖାକରୁ ଖାଲିକ ତିଆରିବି। ଯେତେବେଳେ ତାକୁ ଠିକ ରୂପେ ତିଆରି ଦେବି ଏବଂ ସେଥିରେ ନିଜର ରୁହୁ ବା ଆତ୍ମାକୁ ଫୁଙ୍କିଦେବି, ତୁମେ ସମସ୍ତେ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ବା ସଜଦାଏ ତାଜିମି ମାରିବ, ଜଣ ଜଣ କରି କରିବ, କେହି ବି ବାଦ ଯିବ ନାହିଁ। ଶୁଣିସାରି ଫରିସ୍ତା ବା ଦେବଦୂତ ବା ଏଞ୍ଜେଲମାନେ କହିଲେ, ଆମେ ତୋର ଉପାସନା କରିବାକୁ ଯଥେଷ୍ଟ। ଫେର ମଣିଷ ସୃଷ୍ଟି କରିବା କ'ଣ ଦରକାର? ମଣିଷ ତୋର ଭୂମିରେ ବାସ କରିବାକୁ ଯାଇ କଳି ବା ଫିସାଦ କରିବ, ରକ୍ତପାତ କରିବ, ହତ୍ୟାକାରୀ ସାଜିବ। ଆଲ୍ଲାହ କହିଲେ, ମୁଁ ଯାହା ଜାଣିଛି ତୁମେମାନେ ତାହା ଜାଣନା। ଫରିସ୍ତାମାନେ ଚୁପ୍ ରହିଲେ। ସେଠାରୁ ଆଲ୍ଲାହ କଳା, ଧଳା, ମାଟିଆ, ନାରଙ୍ଗୀ ସବୁ ରଙ୍ଗର ମାଟିକୁ ମିଶାଇ ତାକୁ ଚକଟି ବା ଖମିରି କରି 40 ବର୍ଷ ଧରି ପକାଇ ରଖି ଖରା ବର୍ଷା ଖୁଆଇଲେ। ତାପରେ ମଣିଷର ମୂର୍ତ୍ତି ତିଆରି କଲେ। ସେହି ପୁରୁଷ ମଣିଷର ବାମପଟର ଅସ୍ଥି ପଞ୍ଜରା ବା ପୁସ୍ତରୁ ସୃଷ୍ଟିର ପ୍ରଥମ ନାରୀ ମଣିଷ ହୱା ନାମରେ ତିଆରି କରିବା ପୂର୍ବରୁ ସ୍ୱର୍ଗର ସବୁ ଦେବଦୂତଙ୍କୁ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମରାଇଲେ। ସବୁ ଫରିସ୍ତା ଆଲ୍ଲାହର କଥା ମାନି ମାଟିର ମୂର୍ତ୍ତିରୁ ଜାତ ବା ଜନ୍ମ ନାମ ଯାହାର ଆଦମକୁ ମୁଣ୍ଡିଆ ମାରିଲେ। ହେଲେ ନିଆଁରୁ ଜାତ ଶୈତାନ ବା ଇବ୍ଲିସ୍ କିନ୍ତୁ ଆଲ୍ଲାହର ଆଦେଶ ଅମାନ୍ୟ କଲା। ସେ ମୁଣ୍ଡିଆ ମାରିଲା ନାହିଁ। ଆଲ୍ଲାହ ଅନ୍ତର୍ଯ୍ୟାମୀ, ମନ କଥାର ଜାଣକାରୀ। ତଥାପି ଇବ୍ଲିସର ସ୍ୱୀକାରୋକ୍ତି ଜାଣିବା ପାଇଁ ଇବ୍ଲିସକୁ ପଚାରିଲେ, ମୁଁ ଯେତେବେଳେ ଆଦେଶ ଦେଲି, ତୁ କାହିଁକି ମୋର ଆଦେଶ ଅମାନ୍ୟ କଲୁ? ଉତ୍ତରରେ ସେ କହିଲା, ହେ ଆଲ୍ଲାହ, ତୁ ମୋତେ ନିଆଁରୁ ଜାତ କରିଛୁ, ମଣିଷକୁ ମାଟିରୁ ଜାତ କରିଛୁ। ମଣିଷକୁ ମୋର ପରେ ଆଉ ମୋତେ ମଣିଷ ପୂର୍ବରୁ ତିଆରି କରିଛୁ। ମୁଁ ମଣିଷଠାରୁ ବଢ଼ିଆ। ମୋର ତେଣୁ ଗରଜ ପଡ଼ିନାହିଁ କି ଯେ ମୁଁ ଭୂମିରୁ ଜାତ ବାସକାରୀ ବଶର ମଣିଷକୁ ମୁଣ୍ଡିଆ ମାରିବି। ଆଲ୍ଲାହ କହିଲେ, ପାଜି ଦୁଷ୍ଟ,
ବା ମର୍ଦୁଦ ମୋର ସ୍ୱର୍ଗରୁ ବାହାରି ଯା। କୟାମତ ପର୍ଯ୍ୟନ୍ତ ତୋତେ ମୋର ଲାନତ ବା ଲାଞ୍ଛନା ରହିଲା। ଏଠାରୁ ଚାଲିଯା। ଗଲାବେଳେ ଶୈତାନ, ହେ ମୋର ପ୍ରଭୁ ଆଲ୍ଲାହ, ତୁ ମୋତେ ଯେମିତି ପଥଭ୍ରାନ୍ତ କରିଲୁ ମୁଁ ବି ସେମିତି ତୋର ସିଧା ରାସ୍ତାରେ ବସି ଲୋକଙ୍କୁ ଚାରିଆଡ଼ୁ ଆସି ବାଟ ଭୁଲାଇବି ବୋଲି କହିଲା। ମୋତେ କୟାମତ ପର୍ଯ୍ୟନ୍ତ ମୋହଲତ ବା ଅବସର ସୁଯୋଗ ଦେ। ଆଲ୍ଲାହ କହିଲେ, ଯା, ତୋତେ ମୋହଲତ ଅଛି, କିନ୍ତୁ ଖବରଦାର, ଯିଏ ମୋର ପ୍ରକୃତ ନିଷ୍ଠାପର ବନ୍ଦା ବା ଦାସ ବା ଭକ୍ତ, ସେମାନଙ୍କୁ ତୁ କଦାପି ଗୁମରାହ ବା ପଥହୁଡ଼ା କରାଇବୁ ନାହିଁ। ଯିଏ ତୋତେ ସାଙ୍ଗ ସାଥୀ କରିବ, ପ୍ରଭୁ ମଣିବ, ସେମାନଙ୍କୁ କେବଳ ବାଟ ଭୁଲାଇ ପାରିବୁ। ମଣିଷ ମରି ଏକବାରେ ଥରେ ଉଠି ଠିଆ ହେବାକୁ ଥିବା ସଂସାରର ସବୁ ମଣିଷଙ୍କର ପାପ ପୁଣ୍ୟର ହିସାବ ଦାନ ଏବଂ ପରିଣାମ ଭୋଗିବାକୁ ଥିବା ପରିଣାମ ପ୍ରାପ୍ତିର ହସର କି ମୈଦାନ କୟାମା ବା କୟାମତରେ ତୋତେ ଓ ତୋର ସବୁ ଅନୁଗାମୀଙ୍କୁ ନର୍କଦଣ୍ଡରେ ଭରପୁର ଶାସ୍ତି ଦେବି। ମୋର ସଂକଳ୍ପ ବା ୱାଦା ରହିଲା। ଯା, ଏବେ ତୋର କମାଲ ବା କରାମତି ଦେଖା। ମୁଁ ଦେଖେଁ ତୁ କେତେ ପାରିବାର ଅଟୁ। ସେଇଠୁ ଶୈତାନକୁ ଆଲ୍ଲାହ ମଣିଷର ଶତ୍ରୁ କରିଦେଇ କୋରାନରେ କହିଛନ୍ତି, ଇନ୍ନା ଶୈତାନ ଲିଲ୍ ଇନସାନ ଅଦୁଉମ୍ ମୁବିନ୍। ଓଡ଼ିଆ ଅର୍ଥ ହେଲା, ଶୈତାନ ହେଉଛି ମଣିଷର ମୁକ୍ତ ଶତ୍ରୁ, କାରଣ ସେ ଆଲ୍ଲାହଙ୍କର କଥା ମାନିନଥିଲା, ସେଥିପାଇଁ ଶତ୍ରୁ ହୋଇଗଲା। ଆଲ୍ଲାହ କହିଛନ୍ତି, ମୁଁ ଯାହା ଚାହେଁ କରେ, ମଣିଷ ଯାହା ଚାହେଁ କରିପାରିବ ନାହିଁ, ଯେହେତୁ ମଣିଷ ସ୍ୱାଧୀନ ନୁହେଁ, ସର୍ବକର୍ମବାନ ନୁହେଁ। ସ୍ୱେଚ୍ଛାଚାରୀ ହୋଇପାରିବ ନାହିଁ। ସ୍ୱର୍ଗରେ ମଣିଷର ଆଦି ପିତା ଆଦମ ଏବଂ ମଣିଷର ଆଦିମାତା ହୱା ରହିବା ଦିନଠାରୁ ଦୁହେଁ ପରାଧୀନ, ଆଲ୍ଲାହଙ୍କର ପରତନ୍ତ୍ର ହୋଇ ରହିଆସିଥିଲେ। ଉଦାହରଣ ହେଲା, ଆଲ୍ଲାହ ଦୁହିଁଙ୍କୁ ମନଗଠିତ ରୀତିରେ ଜାତ କରାଇ ସ୍ୱର୍ଗ ବୈକୁଣ୍ଠ ବା ଜନ୍ନତରେ ରଖାଇ ସବୁଠି ସ୍ୱାଧୀନ ଛାଡ଼ିଥିଲେ ମଧ୍ୟ ଗୋଟିଏ ନିଷିଦ୍ଧ ବା ତାଙ୍କର ମନା କରିଥିବା ଗଛ ପାଖକୁ ଯାଆନ୍ତୁ ବୋଲି ଚାହିଁନଥିଲେ। ଏଥିପାଇଁ ସତର୍କ ସାବଧାନ ବି କରିଥିଲେ, ଆଉ କହିଥିଲେ ଯଦି ଯିବ ତେବେ ପରିଣାମ ଭୟାବହ ହେବ, ଡରେଇ ଦେଇଥିଲେ ଏବଂ ଶୈତାନକୁ ଦେଖାଇ କହିଥିଲେ, ଇଏ ତୁମର ଶତ୍ରୁ, ତେଣୁ ସତର୍କ ଥିବ। ହେଲେ ଈର୍ଷାଳୁ ଶୈତାନକୁ ଦୁହିଁଙ୍କ ପଛରେ ଲଗାଇ ଦେବାରୁ ଶୈତାନ ଦୁହିଁଙ୍କୁ ବହଲାଇ ଫୁସୁଲାଇ ଶୁଭ ମନାସି କହିଲା, ଆଲ୍ଲାହ କାହିଁକି ତୁମକୁ ସେ ଗଛ ପାଖକୁ ଯିବାକୁ ମନା କରିଛନ୍ତି ଜାଣିଛ? କାରଣ ତୁମେ ଦୁହେଁ ଦୁଇଟି ଫରିସ୍ତା ହୋଇଯିବ, ଅମର ହୋଇ ରହିଯିବ। ଖାଇଦିଅ, ଚାଖିଦିଅ ସେ ନିଷିଦ୍ଧ ଗଛର ଫଳ, ମୁଁ ପରା ତୁମ ଶୁଭାକାଂକ୍ଷୀ। ବାରମ୍ବାର କହିବାରୁ ଆଦମ ଓ ହୱା ଚାଖିଦେବାରୁ ଦୁହେଁ ଲଙ୍ଗଳା ହୋଇଗଲେ। ସ୍ୱର୍ଗବସ୍ତ୍ର ଆପଣା ଛାଏଁ ଦୁହିଁଙ୍କ ଦେହରୁ ଓହ୍ଲାଇଗଲା। ଅଦୃଶ୍ୟ ଦୈବବାଣୀ ଦେଇ ଆଲ୍ଲାହ କହିଲେ, ମୁଁ ମନା କରିଥିଲି ନା ସେ ଗଛ ପାଖକୁ ଯିବ ନାହିଁ ବୋଲି। ହେଲା, ଓହ୍ଲାଏ ମୋ ସ୍ୱର୍ଗରୁ। ତୁମେ ଦୁହେଁ ପରସ୍ପରର ଶତ୍ରୁ। ଯାଅ ଭୂମିକୁ, ସେଇଠି ରହିବ, ବଂଶ ବଢ଼ାଇବ, ଏକ ନିର୍ଦ୍ଦିଷ୍ଟ ନିରୂପିତ ସମୟ ଅବଧି ପାଇଁ ଜୀବନ ବିତାଇ ମରଣଶୀଳ ମର୍ତ୍ତ୍ୟଲୋକ ବା ସଂସାରରେ ମରି ମୋ ପାଖକୁ ପୁଣି ଆସିବ। ମୁଁ ତୁମ ସମସ୍ତ ମାନବକୁ ପୁଣି ଥରେ ଶରୀର ମନରେ ଜୀବନ ଦେଇ ତୁମଠାରୁ ମରଣଶୀଳ ମର୍ତ୍ତ୍ୟ ପ୍ରଥମ ଜୀବନର ଅତିବାହିତର ଭଲମନ୍ଦ କାମର ହିସାବ ନେଇ ସ୍ୱର୍ଗ ନର୍କରେ ଅମର ଅକ୍ଷୟ ଜୀବନରେ ରଖାଇବି। ଏହା କହି ଦୁହିଁଙ୍କୁ ସ୍ୱର୍ଗରୁ ଫୋପାଡ଼ି ଦେଲେ। ଯେତେବେଳେ ଆଦମ ଓ ହୱାଙ୍କୁ ଲଙ୍ଗଳା କରାଇ ତାଙ୍କର ସତର ଖୋଲି ଦୁହିଁଙ୍କୁ ନିଜର ଲଜ୍ଜାଙ୍ଗ ଦେଖାଇଲେ, ଦୁହେଁ ସ୍ୱର୍ଗଗଛର ପତ୍ରରେ ନିଜର ଲଜ୍ଜାଙ୍ଗକୁ ଚପାଇ ଲୁଚାଇ ଦେଇଥିଲେ। ଯୌନତା କ'ଣ ଦୁହେଁ ସେବେ ଜାଣିଥିଲେ। ଦୁନିଆରେ ଚଳିବାର ସକଳ ଜିନିଷର ଶିକ୍ଷା ଦେବା ପୂର୍ବରୁ ଦେଇଥିଲେ ବୋଲି କୋରାନ କହେ। ମଣିଷ ପାଇଁ ଆଲ୍ଲାହଙ୍କର ଏ ବିରାଟ ବିଚିତ୍ର ଦୁନିଆ ଆଉ ମଣିଷ ନିଜେ ଆଲ୍ଲାହଙ୍କର ଆରାଧନା ପାଇଁ ସର୍ଜିତ। ମଣିଷ ଜୀବନରେ ଧର୍ମର ଚାହିଦା। ଆଲ୍ଲାହ ଧର୍ମକୁ ମଣିଷ ଜୀବନର ଅତିବାହିତର ବ୍ୟବସ୍ଥା ବୋଲି କୋରାନରେ ପ୍ରମାଣିତ କରିଦେଇଅଛନ୍ତି। ମଣିଷ ଜୀବନର ପ୍ରତିଟି ସ୍ଥିତିରେ ଧର୍ମର ଚାହିଦା ଓ ଏହାର ଆବଶ୍ୟକତା ରହିଅଛି। ଧର୍ମ କହିଲେ ମନର ବିଶ୍ୱାସର ଧାରଣ ବା ଧରି ରଖିବା। ଯେଉଁ ବିଶ୍ୱାସ ଈଶ୍ୱର ଆଲ୍ଲାହଙ୍କ ଉପରେ ପର୍ଯ୍ୟବସିତ, ତାଙ୍କର ଅବସ୍ଥିତି ତଥା କାର୍ଯ୍ୟକାରିତାକୁ ନେଇ କଳ୍ପନାୟିତ। ସଂସ୍କୃତରେ ଧର୍ମର ବ୍ୟାଖ୍ୟା କରି କୁହାଯାଇଅଛି କି, ଧାରୟତି ଇତି ହି ଧର୍ମଃ, ଅର୍ଥାତ୍ ଯାହା ଧାରଣ କରେ, ଧରି ରଖେ, ତାହା ଧର୍ମ। ଈଶ୍ୱର ଆଲ୍ଲାହ ବା ଖୋଦା ଧର୍ମର ସ୍ରଷ୍ଟା, ତାହା ପୁଣି ମନୁଷ୍ୟ ପାଇଁ ବେଶୀ କରି ପ୍ରଯୁଜ୍ୟ। ଈଶ୍ୱର ଧର୍ମକୁ ମନୁଷ୍ୟ ଜୀବନର ଏକ ପରୀକ୍ଷା ବା ଆଜମାଇଶରେ କେନ୍ଦ୍ରୀଭୂତ କରାଇଛନ୍ତି। ସେଥିପାଇଁ ସେ ଧର୍ମକୁ ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ରଖାଇ ପୈଗମ୍ବରମାନଙ୍କ ଜରିଆରେ
ଧର୍ମୀୟ ବିଶ୍ୱାସକୁ ଏବଂ ଶୈତାନ ଜରିଆରେ ଧର୍ମୀୟ ଅବିଶ୍ୱାସକୁ ମନୁଷ୍ୟ ଜୀବନରେ ପ୍ରତିଷ୍ଠା ଦେଇଅଛନ୍ତି। ଈଶ୍ୱର କହିଛନ୍ତି, ମନୁଷ୍ୟର ବିଶ୍ୱାସର ଅବଶ୍ୟ ବା ନିଶ୍ଚିତ ପରୀକ୍ଷା ହେବ ବା ମୁଁ ଆଲ୍ଲାହ କରିବି। ମୋ ଧର୍ମ ପ୍ରତି ମନୁଷ୍ୟର ଦୃଢ଼ତା ଓ ନିଷ୍ଠାପରତା ଜାଣିବା ନିମିତ୍ତ ଏବଂ ଏହାରି ଅନୁଯାୟୀ ମନୁଷ୍ୟର ସିଦ୍ଧାନ୍ତ ହେବ। ବିଚାର ହୋଇ ମନୁଷ୍ୟ ତାର ଦ୍ୱିତୀୟ ଅବିନଶ୍ୱର ଶରୀର ମନର ଜୀବନରେ ଫଳ ପାଇବ। ଅଗତ୍ୟା ଈଶ୍ୱରଙ୍କ ବିଶ୍ୱାସରେ ଧର୍ମ ଦୁଇଟି ନଥିଲେ ସେ ଶୈତାନକୁ ଜନ୍ମ ଦେଇ ମନୁଷ୍ୟକୁ ବିଭ୍ରାନ୍ତିରେ ପକାଇବାର ଅନୁମତି ଦେଇ ନଥାନ୍ତେ। ଆଲ୍ଲାହ ସ୍ୱୟଂ ବା ନିଜେ ତାଙ୍କର ଦିବ୍ୟ ପବିତ୍ର ପ୍ରେରିତ ପୁସ୍ତକ କୋରାନରେ କହିଅଛନ୍ତି କି ମୁଁ ଖୋଦା ଯଦି ଚାହିଁଥାନ୍ତି ମଣିଷକୁ ଗୋଟିଏ ଧର୍ମ ଏକେଶ୍ୱରବାଦର ଧର୍ମରେ ରଖିଥାନ୍ତି ଏବଂ ଶୈତାନ ସମ୍ମୁଖରେ କଦାପି କହିନଥାନ୍ତେ ମୁଁ କୟାମତରେ ଜିନ୍ ଓ ମନୁଷ୍ୟ ସଭିଙ୍କୁ ସମସ୍ତଙ୍କୁ ଏକାଠି ଗୋଟାଇ ନର୍କରେ ଆଣି ଫୋପାଡ଼ି ଦେବି। ଏହା ଏଥିପାଇଁ କି ଯେ ମଣିଷକୁ ମୁଁ ଯାହା ବୁଦ୍ଧି ବିବେକ ବିଚାରଶକ୍ତି ଭଲମନ୍ଦ ସଫଳତା ବିଫଳତା ଭିତରେ ରହିଥିବା ପାର୍ଥକ୍ୟକୁ ଦେଖାଇ ଦେବାର ଯାଞ୍ଚ ପାଇଁ କେବଳ, ଅନ୍ୟ କୌଣସି ପାଇଁ ନୁହେଁ। ସୁତରାଂ ମୁଁ ବା ମୋର ପୈଗମ୍ବର ତଥା ମୋ ପ୍ରେରିତ ଆକାଶୀ ପୁସ୍ତକ କେହି ବି ମଣିଷକୁ ବାଧ୍ୟ କରିବୁ ନାହିଁ କି ମୋର ସିଧା ରାସ୍ତା ବା ସିରାତେ ମୁସ୍ତକିମର ପଥକୁ ବୁଝି ଅନୁସରଣ କରୁ ବୋଲି। ବାଧ୍ୟ କଲେ ଚାପ ପ୍ରୟୋଗ କଲେ ଅବା ଲୋଭ ଦେଖାଇଲେ ମନର ପରିବର୍ତ୍ତନ ସର୍ବଦା ସହଜରେ ହୋଇନଥାଏ। ନିଜେ ଯେଉଁ ପର୍ଯ୍ୟନ୍ତ ମଣିଷ ନ ଚାହିଁଅଛି ମଣିଷକୁ କେହି ବି ମୋର ଧର୍ମର ବାଟରେ ଚଳାଇ ପାରିବେ ନାହିଁ। କୋରାନର ଅନୁବାଦରେ ଅଛି କିଛି ଜବରଦସ୍ତି ନାହିଁ ଧର୍ମରେ। ଏଥିରେ କୌଣସି ବି ସନ୍ଦେହ ନାହିଁ କି ଯେ ଯଥେଷ୍ଟ ଅଲଗା ହୋଇଯାଇଅଛି ଧର୍ମର ପୁଣ୍ୟମାର୍ଗ ପଥଭ୍ରାନ୍ତମାନଙ୍କ ଠାରୁ। ଅତଏବ ଯିଏ ବା ଯେଉଁ ବ୍ୟକ୍ତି ଶୈତାନକୁ ମାନି ନଥାଏ ଏବଂ ଆଲ୍ଲାହଙ୍କ ଉପରେ ଇମାନ ବା ୟକିନ ବା ବିଶ୍ୱାସ ଆଣେ ସେ ବା ସେହି ଲୋକ ବଡ଼ ଜବରଦସ୍ତ ଦଳକୁ ଧରିନେଲା ଯାହାକି କେବେ ଖୋଲିବ ନାହିଁ। ଆଲ୍ଲାହ ଶୁଣିଥାଏ ଏବଂ ଜାଣିଥାଏ। ଆଲ୍ଲାହ ମୁସଲମାନମାନଙ୍କର ମାଲିକ ଓ ମୁଖ୍ୟ। ସିଏ ସେମାନଙ୍କୁ ଅନ୍ଧାରରୁ ଉଦ୍ଧାର କରାଇ ଆଲୋକକୁ ନେଇଥାଏ ଏବଂ ଅବିଶ୍ୱାସୀ କାଫିରମାନଙ୍କ ସାଥୀ ଶୈତାନ ସେ ସେମାନଙ୍କୁ ଆଲୋକରୁ ନେଇ ଅନ୍ଧାର ଦିଗକୁ ଦେଖାଏ। ଏହିଭଳି ଲୋକେ ନର୍କଗାମୀ ଅଟନ୍ତି ଏବଂ ଏମାନଙ୍କୁ ସବୁବେଳ ପାଇଁ ସେଥିରେ ରହିବାର ଅଛି। ଆୟତଲ କୁର୍ସି। ଆଲ୍ଲାହ ଯେଉଁ କହିଛନ୍ତି ମୁଁ ସବୁ ଜିନିଷର ଦୁଇଟା କରି ତିଆରି କରିଅଛି ଆଉ ସେଇ ଦୁଇଟା ମଧ୍ୟରୁ ସ୍ୱର୍ଗ ନର୍କକୁ ଯିବା ପାଇଁ ପୈଗମ୍ବର ଏବଂ ଶୈତାନ ଧାରଣାର ଦୁଇ ମାର୍ଗ। ଏବେ ମଣିଷର ଇଚ୍ଛା ସେ ଯେଉଁ ମାର୍ଗରେ ଯାଇପାରେ। ତେବେ ଯେଉଁ ରାସ୍ତାରେ ଗଲେ ବି ଲକ୍ଷ୍ୟସ୍ଥଳ ଅଛି ହୋଇପାରେ ସ୍ୱର୍ଗର ଅଥବା ନର୍କର, ସଫଳତାର ଅବା ବିଫଳତାର। ଆଲ୍ଲାହ କହିଛନ୍ତି ତୁମକୁ ତାହାରି ବଦଳ ଯାହା କରୁଥିଲ ତୁମ୍ହେଁ ଉସି କା ବଦଲା ଯୋ କରତେ ଥେ। ମଣିଷ କ'ଣ କରୁଛି ଏବେ ତାହା ହିଁ ବିଚାର୍ଯ୍ୟ ହେବ ଧାର୍ମିକତା ଏବଂ ଅଧାର୍ମିକତାରେ। ଆଲ୍ଲାହର ରାସ୍ତା ଧାର୍ମିକତାର, ଶୈତାନର ରାସ୍ତା ଅଧାର୍ମିକତାର। ମୃତ୍ୟୁଗାମୀ ମଣିଷ ଜୀବନରେ ଧର୍ମର ଆବଶ୍ୟକତା ଅଛି ନର୍କଦଣ୍ଡରୁ ମୁକ୍ତି ପାଇବାର ଆଶାରେ। ଆଲ୍ଲାହ ନିଜକୁ ପ୍ରତିଶୋଧୀ ଯେସାକୁ ତେସାକାରୀ କହିଛନ୍ତି। ଅଗତ୍ୟା ସେ ମଣିଷଠାରୁ ଗାଢ଼ ପ୍ରତିଶୋଧ ନେବାର ପ୍ରତିଶ୍ରୁତି ବି ଦେଇଛନ୍ତି। ଯେହେତୁ ସେ ମଣିଷର ନିର୍ମାତା ମଣିଷକୁ ଆଲ୍ଲାହ ନିଜର ସବୁଠୁ ବଡ଼ ସମ୍ପତ୍ତି ବୋଲି ଦାବି କରନ୍ତି। ଏହି ବାକ୍ୟରେ ଇନ୍ନା ଲିଲ୍ଲାହି ୱ ଇନ୍ନା ଇଲୈହି ରାଜିଉନ୍ ଅର୍ଥାତ୍ ଆମେ ଆଲ୍ଲାହର ମାଲ ଏବଂ ଆମକୁ ଆଲ୍ଲାହଙ୍କ ପାଖକୁ ଫେରିବାକୁ ପଡ଼ିବ। କାରଣ ଆସିଛେ ତାରିଠାରୁ ଯିବା ବି ତାରିଠାରେ ଯାହାକି ସ୍ୱତଃ ସିଦ୍ଧ। ଇସଲାମ ଧର୍ମ ଯୁକ୍ତି ସିଦ୍ଧ। ଯୁକ୍ତି ସତ୍ୟତାର ଆବିଷ୍କାର କରାଏ। ସତ୍ୟତା ମନର ମାନିବା ବଢ଼ାଏ। ମାନିବା ଅଭ୍ୟାସ କରାଏ। ମଣିଷକୁ ଆରାଧନାରେ ଅଭ୍ୟସ୍ତ କରାଏ। ପ୍ରତିନିୟତ ମନରେ ଜାଗ୍ରତାକୁ ଉତ୍ପନ୍ନ କରାଏ ଯାହା ଫଳରେ ମନ ବିଚଳିତ ହୋଇ ପାରିନଥାଏ। ଦ୍ୱନ୍ଦ୍ୱ ବା ସନ୍ଦେହରୁ ଦୂରେଇ ରହେ। ଯେଉଁଠି ସନ୍ଦେହ ନାହିଁ ସେଠି ସତ୍ୟତା ପ୍ରାମାଣିକତାର ହିଁ ରାଜୁତି ଅଛି। ପ୍ରାମାଣିକ ତଥ୍ୟକୁ ସମସ୍ତେ ମାନନ୍ତି। ଯେଉଁଠି କଳିଗୋଳ ଅଯୁକ୍ତି ବା ବିତଣ୍ଡା ନଥାଏ। ଧର୍ମର ମାନିବା ବୃଥା ବାକ୍ୟବାଣ ବା ବକୱାସ ନୁହେଁ। ଏହା ମନର ସ୍ଥିତଧି ସ୍ଥିର ନିଶ୍ଚିତକରଣ ପାଇଛି ମାନେ ପଶିବି ଯିଏ ଯାହା କହୁ।
ପୈଗାମଧାରୀ ବା ବାର୍ତ୍ତାଧର ପୈଗମ୍ବର ମାନେ ଏଇମିତି ଧର୍ମୀୟ ମାନିଆରେ ପଶିଯାଇ ତଦୀୟ ବା ତାଙ୍କର ଜୀବନରେ ଆଗତ ସମସ୍ୟାର ସମାଧାନ କରି ଅଜ୍ଞ ମୂର୍ଖ ଲୋକମାନଙ୍କର ଚକ୍ଷୁଶୂଳ ବା ଜ୍ୱାଳାର ଯାତନାର ପରୀକ୍ଷାରେ ପତିତ ହୋଇଛନ୍ତି। କୋରାନରେ ଏଇଭଳି ଅସଂଖ୍ୟ ଉଦାହରଣ ପୈଗମ୍ବରଙ୍କ ଜୀବନ ବୃତ୍ତାନ୍ତ ତଥା ଲୋକଙ୍କୁ ଧର୍ମମାର୍ଗୀୟ କରାଇବାର ପ୍ରଯତ୍ନରେ ରହିଅଛି, ଯେଉଁଥିରୁ ପ୍ରକୃତ ଧର୍ମର ଶିକ୍ଷା ଦୁର୍ଲଭ ମଣିଷ ଜୀବନକୁ ମିଳେ। ଆଉ ଜୀବନରେ ଧର୍ମର ଅପରିହାର୍ଯ୍ୟ ଆବଶ୍ୟକତା ଚାଲିଆସେ। ଧର୍ମ ଈଶ୍ୱରଙ୍କର ଋଣ ସ୍ୱୀକାର। ଆମେ ମଣିଷ ଈଶ୍ୱର ଅଲ୍ଲାହଙ୍କର ଲୁଣ ଖାଉଛେ, ତେଣୁ ତାଙ୍କରି ଗୁଣ ଗାଇବା, ନହେଲେ ସେ ଆମକୁ ଛାଡ଼ିବେ ନାହିଁ, ଯନ୍ତ୍ରଣା ଦେବେ, ଯାତନାରେ ପକାଇବେ ବୋଲି କୋରାନରେ କହିଛନ୍ତି। କୋରାନ ଶିଖିକି କରିବାର ପବିତ୍ର ପୁସ୍ତକ। ଶିଖିବା ଅଲ୍ଲାହର ଏକେଶ୍ୱରବାଦର ଉପାସନାର ଧର୍ମକୁ କରିବା, ତାଙ୍କୁ ହିଁ ବିଶ୍ୱାସ କରି ଶରୀର ମନ ଓ ବାକ୍ୟରେ ବା କଥାରେ, ନହେଲେ ସ୍ୱର୍ଗ ସୁଖ ମିଳିବ ନାହିଁ, କେବଳ ନର୍କ ଯନ୍ତ୍ରଣା ମିଳିବ। ସ୍ୱର୍ଗ ଆରାମ ଓ ସୁଖ ସ୍ୱାଚ୍ଛନ୍ଦ୍ୟର ସ୍ଥଳ, ନର୍କ ଯାତନା ଓ ଭଳି ଭଳିକି ସଜା ତଥା ଅଶାନ୍ତିର ସ୍ଥଳ। ଏହାକୁ ଧ୍ୟାନ କରି ଲକ୍ଷ୍ୟ ରଖି କୋରାନ ପଢ଼ି ହେ ମଣିଷ, ତୁ ତୋର ନିଜର ଜୀବନରେ ଧର୍ମର ଚାହିଦା, ତାର ଆବଶ୍ୟକତାକୁ ବୁଝ, ଉପଲବ୍ଧି କର, ଅନୁଭବରେ ଆଣ, ତେବେ ଯାଇ ଅଜ୍ଞତାରୁ ମୁକ୍ତି ପାଇବୁ, ଖୋଦାର ନିକଟତର ହେବୁ। ଖୋଦା ଯୋଉଠି କହିଛନ୍ତି, ହେ ମଣିଷ, ମୋ ଛଡ଼ା ତୋର କେହି ସାଥୀ ଓ ସହାୟକ ନାହିଁ, ମୋ ଛଡ଼ା ତୋର କେହି ଅନ୍ୟ ଉପାସ୍ୟ ବି ନାହିଁ, ସେ କ୍ଷେତ୍ରରେ ମଣିଷ ଅସହାୟ ହୋଇ ଆଉ ଅନ୍ୟର ସାଥୀ ଖୋଜିଲେ କେବଳ ଅନୁତାପ, ପଶ୍ଚାତାପ, ଦୁଃଖ କ୍ରନ୍ଦନ, ଚିତ୍କାରକୁ ପାଇବ, ମରିବା ପରର କବର ମଧ୍ୟରେ ଥାଇ, ଯାହାକି ମଣିଷର ପ୍ରଥମ କୟାମତ, ଯୋଉଠି ମଣିଷକୁ ମରିଯାଇ ପ୍ରଥମେ ରହିବାର ଅଛି। ମୁନକିର ନକିରଙ୍କର ପ୍ରଶ୍ନର ଉତ୍ତର ଦବା ନ ଦେବାର ଅଛି, ଶାନ୍ତି ଏବଂ ଅଶାନ୍ତିର ପ୍ରାପ୍ତି ଅଛି। ଆଲ୍ଲାହ କହିଛନ୍ତି, ସେ ଅବଶ୍ୟ ମଲା ଲୋକକୁ ଜୀବନ୍ତ କରାଇବେ। ଇନ୍ନା ନହ୍ନୁ ନୁହ୍ୟିଲ୍ ମୌତା, ତାଙ୍କ ପ୍ରଦତ୍ତ କୋରାନର ୟାସିନ ପାଠରେ ପ୍ରମାଣ ବି ଦେଇଛନ୍ତି, କାଫ୍ ପାଠରେ କି କେମିତି ସେ ମୃତକଙ୍କୁ ଜୀବିତ କରାଇବାର ପ୍ରଣାଳୀଟିକୁ, ଯେମିତି ଗ୍ରୀଷ୍ମର ଫଟା ଅନାବାଦୀ ଟାଙ୍ଗରା ବଞ୍ଜର ଭୂମି ବର୍ଷା ଜଳରେ ଘାସ ଦୁବ କଅଁଳାଏ, ଶ୍ୟାମ ସବୁଜିମାରେ ଭରି ଉଠେ, ସେଇମିତି ମୋର ଗୋଟାଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯାରେ ମଣିଷ ଶରୀର ଓ ମନରେ ଜୀଁ ଉଠିବ। ମୁଁ ଆଲ୍ଲାହ ସବୁକିଛି ସବୁ ପ୍ରକାରେ କରିପାରେ ଏବଂ କରିବାରେ କର୍ତ୍ତା ଅଟେ। ମଣିଷ ଅପେକ୍ଷା କରୁ, ବଳେ ଜାଣିଯିବ ସମୟ ଆସିଲେ। ଧୈର୍ଯ୍ୟ ଧାରଣ ସବୁଠୁ ବଡ଼। ଆଲ୍ଲାହ କହିଛନ୍ତି, ଇନ୍ନଲ୍ଲାହା ମା'ଆସ୍-ସାବିରୀନ୍, ଆଲ୍ଲାହ ଧୈର୍ଯ୍ୟଧାରୀଙ୍କ ସହିତ ଅଛି। ପୁଣି କହିଛନ୍ତି, ଆଲ୍ଲାହର ଦୟା ଉପରେ ମଣିଷ ଭରସା ରଖୁ, ନିଶ୍ଚିତ ଆଲ୍ଲାହର ଦୟା ପୁଣ୍ୟବାନ ଲୋକଙ୍କର ନିକଟବର୍ତ୍ତୀ। ଇନ୍ନା ରହମତିଲ୍ଲାହି କରୀବୁମ୍ ମିନଲ୍ ମୁହସିନିନ୍, ତେଣୁ ଭଲ ଲୋକ ସେହି ଯିଏ ଆଲ୍ଲାହର କଥା ଜୀବନର ପ୍ରତି ଅବସ୍ଥାରେ ମାନେ। ମନ୍ଦ ଲୋକ ସେହି ଯିଏ ଆଲ୍ଲାହକୁ ବେଖାତିର କରି ତାର ସମକକ୍ଷୀ ପୂଜା ଶିର୍କ କରେ, ମୁଶରିକ ବା ସମକକ୍ଷକାରୀ ହୋଇଯାଏ। ଏଇଠି ମଣିଷ ଜୀବନରେ ଧର୍ମର ଆବଶ୍ୟକତା ତଥା ଧର୍ମଠାରୁ ଦୂରେଇ ରହିବାର ଫଳ ସ୍ପଷ୍ଟ ଦିଶେ, ଯୋଉ ଫଳ ମଣିଷର କୃତ ବା କରିଥିବା କର୍ମରେ ଅଛି। ସ୍ୱଭାବ କବି ଗଙ୍ଗାଧର ମେହେର କହିଛନ୍ତି, କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ, ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳିଆନ। ଗୀତା କହେ, କର୍ମଣ୍ୟେବାଧିକାରେସ୍ତୁ ମା ଫଳେଷୁ କଦାଚନ, କର୍ମରେ ଅଧିକାର, ଫଳରେ ଅଧିକାର ନୁହେଁ। କାରଣ ଫଳଦାତା ହେଉଛନ୍ତି ଭଗବାନ। ଫଳ କାମରେ ଥାଏ, ଭୋଗିବା ଭାଗ୍ୟରେ ଆସେ। ଭାଗ୍ୟ ବା ନିୟତିକୁ ବିଶ୍ୱାସ କରୁଥିବା ବ୍ୟକ୍ତି ଭଗବାନଙ୍କୁ ବିଶ୍ୱାସ କରି ଧର୍ମଧାରୀ ହୋଇଥାଏ। ଧର୍ମଧାରୀମାନେ ଜୀବନରେ ଧର୍ମକୁ ପାଳିବା, ଧର୍ମକୁ ପାଳିବାର ଦୁଇ ପ୍ରକାରେ ସାଧିତ। ପ୍ରଥମଟି ବାହାର ସଂସାର କର୍ମ। ଏଥିରେ ବି ଧର୍ମ ପାଳନ କରାଯାଇପାରେ। ଯଦି ମନୁଷ୍ୟ ମଦ ପିଏନା, ମିଛ କହେନା, ବେଶ୍ୟାବୃତ୍ତି କରେନା, କ୍ଷତି କରେନା, ଜୁଆ ଖେଳେନା, ଚୋରି କରେନା, ଅନ୍ୟାୟ କରେନା, ଚୁଗୁଲି କରେନା, ବିଭ୍ରାନ୍ତିରେ ପକାଏନା, ଉପରୋକ୍ତ କାମମାନଙ୍କରେ ନମାଜ, ରୋଜା, ଜକାତ, ହଜ୍ ନାହିଁ, ଏସବୁ ଧର୍ମର ଆଭ୍ୟନ୍ତରୀଣ ଭିତିରିଆ କାମ। ଈଶ୍ୱରଙ୍କୁ ବିଶ୍ୱାସ କରି ଭକ୍ତି ବା ସମ୍ମାନ ପ୍ରଦର୍ଶନ କରୁଥିଲେ, ସ୍ୱତଃ ବା ଆପଣା ଛାଏଁ
ଉପରେ କୁହାଯାଇଥିବା କର୍ମମାନ ମଣିଷ କରିପାରିବ। ଧର୍ମରେ ମନକୁ କାବୁ କରିବା ହେଲା ମୂଳ। ମନ ଯଦି କବଳରେ ରହିଲା ତେବେ ମଣିଷ ଜିତେନ୍ଦ୍ରିୟ ବୋଲାଇଲା, ମାନେ ଇନ୍ଦ୍ରିୟକୁ ଜୟ କଲା। କଥାରେ ଅଛି କି ମନର ମୂଳେ ଏ ଜଗତ। ମନ ଜଗତ ସ୍ରଷ୍ଟା ଓ ଦ୍ରଷ୍ଟା। ଜଗତ ମାନେ ଯିବା ଜିନିଷ, ଯାହା ଯାଏ ତାହା ଜଗତ। ଯଃ ଗତଃ ସ ଜଗତଃ ବୋଲି ସଂସ୍କୃତ ଭାଷାରେ କୁହାଯାଇଅଛି। ଆଲ୍ଲାହ ବି କହିଛନ୍ତି, ହେ ମଣିଷ, ତୋ ପାଖେ ଯାହା ଅଛି ତାହା ଦିନେ ସରିଯିବ, ହେଲେ ମୋ ପାଖେ ଯାହା ଅଛି ତାହା ବଳକା ରହିବ। ସମୟ ଓ ଜୀବନ ଗତିଶୀଳ, ନହେଲେ ସମୟ ସରନ୍ତା ନାହିଁ, ଦିନ ରାତି ହୁଅନ୍ତା ନାହିଁ, ମଣିଷ ଛୋଟରୁ ବଡ଼ରେ ବଦଳନ୍ତା ନାହିଁ। ସରିବା ପରିଣାମକୁ ଦେଖାଏ। ଅଗତ୍ୟା ମଣିଷ କେତେଦୂର ଧାର୍ମିକ ତାହା ମରଣ ପରେ ପୁନର୍ଜୀବିତ ରୀତିରେ ଦେଖା ପଡ଼ିବ। ଯେତେବେଳେ କରାବତବାଲେ ବା ମଣିଷର ନିକଟ ସମ୍ପର୍କୀୟ ଲୋକମାନେ ତାକୁ କବର ଦେଇ ନିଆଁରେ ପୋଡ଼ି ଘରକୁ ଫେରିବେ, ଆଉ ମଣିଷଟି ଅଲ୍ଲାହର ଇଚ୍ଛା ଓ ହୁକୁମରେ ଶରୀର ମନରେ ଜୀବନ୍ତ ହୋଇ ଉଠି ବସି ଆଖି ସାମ୍ନାରେ ମୁନକିର ନକିର ଫରିସ୍ତା ଦେବଦୂତ ଦ୍ୱୟଙ୍କୁ ଦେଖିବ। ଯଦି ପ୍ରକୃତ ଧାର୍ମିକ ଧର୍ମଧାରୀ ଥିବ, ତେବେ ମୁନକିର ନକିର ପଚାରିଥିବା ତିନୋଟି ପ୍ରଶ୍ନ, ମନ୍ ରବ୍ବୁକା, ମା ଦୀନୁକା, ମା ରସୂଲୁକା, ମନ୍ ରସୂଲୁକା, କହ ତୋର ଧର୍ମ କ'ଣ, କହ ତୋର ପ୍ରଭୁ କିଏ, କହ ତୋର ରସୂଲ କିଏ। ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଉତ୍ତର ଦେଇଦେବ, ଯନ୍ତ୍ରଣାରୁ ନିଜାତ ବା ମୁକ୍ତି ପାଇବ। ଆଉ ଦେଇ ନ ପାରିଲେ ଅଜାବ ବା ଯନ୍ତ୍ରଣା ସାଙ୍ଗେ ସାଙ୍ଗେ ଚାଲୁ ହୋଇଯିବ। କବର ଭିତରେ ସାପ ବିଛା ଛାଡ଼ି ଦିଆଯିବେ। କବର ନିଆଁରେ ଭରି ମଣିଷକୁ ଜଳାଇବ। ଏଠାରେ ଶବକୁ ନିଆଁରେ ପୋଡ଼ୁଥିବା ମଣିଷ ପଚାରିପାରନ୍ତି, ମୁସଲମାନ ପାପୀ ମଣିଷର କବରରେ ଯଦି ନିଆଁ ଜଳୁଛି, ତେବେ ଆମେ ହିନ୍ଦୁମାନେ ଶବକୁ ନିଆଁରେ ପୋଡ଼ିବାରେ ଅସୁବିଧା କେଉଁଠି ରହିଲା? ଆଲ୍ଲାହ ୱାକିଆ ପାଠରେ କହିଛନ୍ତି, ନିଆଁ ନର୍କର ସ୍ମରଣ ବା ମନେ ପକାଇବା। ମୁସଲମାନ ମଣିଷ ହିନ୍ଦୁ ମଣିଷଙ୍କୁ ପାଲଟା ପ୍ରଶ୍ନ ପଚାରିପାରନ୍ତି, ଶବକୁ ନିଆଁରେ ପୋଡ଼ି ନଷ୍ଟ କରିବାର ଅଧିକାର ମଣିଷକୁ ଭୂମି ଗଗନ ବାୟୁ ନିଆଁର ସ୍ରଷ୍ଟା ଅଧିପ ଅଧିକାରୀ ନାମ ଯାହାର ଭଗବାନ ସେ ଦେଇ ନାହାନ୍ତି? ଜୀବନ ଶରୀର ତାଙ୍କର, ସୁତରାଂ ତାଙ୍କ ଶରୀରକୁ ହିନ୍ଦୁ ମନଇଚ୍ଛା ପୋଡ଼ି ନଷ୍ଟ କରିବାର ଅଧିକାର ସେହି ମଣିଷର ନାହିଁ। ଏପରି କଲେ ପୋଡ଼ୁଥିବା ମଣିଷ ଗୁନାହଗାର ବା ପାପୀ ଏବଂ ପୋଡ଼ୁଥିବା ଶବ ସିଧା ନାର ବା ନିଆଁ ନର୍କକୁ ଚାଲିଯିବ। କୋରାନ ବାକ୍ୟ ଅଛି, ଫିନ୍ନାରେ ଜାହାନ୍ନାମା ଖାଲିଦିନା ଫିହା। ଅର୍ଥ ହେଲା, ନିଆଁରେ ଜଳା ହୋଇ ସିଧା ଜହନ୍ନମ ବା ନର୍କକୁ ଯା। ମୁଁ ହିନ୍ଦୁଙ୍କୁ ପଚାରି ବୁଝିଛି, ନିଆଁରେ ପୋଡ଼ିଦେଲେ ଆଉ ଶରୀର ରହିବ ଯେ? ମୁନକିର ନକିର ସୱାଲ ଜବାବ କରିବାକୁ ଆସିବେ। ପୋଡ଼ି ପାଉଁଶ ହୋଇଥିବା ଶରୀର କ'ଣ ପୁଣି ଥରେ ଆସିବ? ଚାର୍ବାକ ମୁନି କହିଛନ୍ତି, ଭସ୍ମୀଭୂତସ୍ୟ ଶରୀରସ୍ୟ ପୁନରାଗମନ କୃତଃ। ହାୟରେ ମୂର୍ଖ ମଣିଷ, ତୁ କେମିତି ଜାଣିପାରୁନୁ ଆଲ୍ଲାହ ସର୍ବଶକ୍ତିମାନ ବା ଅଲମାଇଟି ଅଛି ବୋଲି? ନିଆଁରେ ପୋଡ଼ି ନଷ୍ଟ କରିଦେଲେ ମଧ୍ୟ ଆଲ୍ଲାହ ପୁଣି ତାକୁ ତିଆରି କରିପାରିବ, ଯେହେତୁ ଆଲ୍ଲାହ ହର ଚିଜ ପର କାଦିର ହୈ। ଆଲ୍ଲାହ ପ୍ରତ୍ୟେକ ଜିନିଷ ଉପରେ କର୍ତ୍ତା ବା କରିବାପଣ ରଖେ। ମଣିଷର ଏହି ଅବିଶ୍ୱାସ ତାକୁ ଆଲ୍ଲାହର ଧର୍ମଠାରୁ ଦୂରେଇ ଅବିଶ୍ୱାସୀ କାଫିର ନାସ୍ତିକ କରାଇ ଦେଇଅଛି। ଆଉ ତାର ଆତ୍ମା କୋରି ସଫା ହୋଇପାରିବ ନାହିଁ। ସେ ମଇଳା ଆବର୍ଜନାମୟ ହୋଇ ରହିଗଲା। ଆଉ ଯେତେ ବିଶ୍ୱାସ ଥିଲେ ବି ଏହି ଗୋଟିଏ ଅବିଶ୍ୱାସ ମଣିଷକୁ ବେଇମାନ କରିଦେଲା, ଇସଲାମ ବା ଆଲ୍ଲାହର ଶାନ୍ତି ପ୍ରାପ୍ତିରୁ ବାହାର କରାଇଦେଲା। ଆଲ୍ଲାହ କହିଛନ୍ତି, ମୋର ପ୍ରତିଟି କଥା ସତ୍ୟ, ମଣିଷ କିନ୍ତୁ ମିଥ୍ୟାବାଦୀ ହେଇଥାଉ। ମଲା ପରେ ଯେବେ ପୁଣି ଥରେ ଜୀବନ ପାଇବ, ସଜା ଭୋଗିବ, ସେବେ ମଣିଷ ଜାଣିବ ମୋର ପ୍ରବର୍ତ୍ତିତ ବା ଆରମ୍ଭିତ ଧର୍ମକୁ। ପରନ୍ତୁ ସେତେବେଳେ ଆଉ ଜାଣିବା ମୂଲ୍ୟହୀନ, ଯେହେତୁ ଆଉ ମଣିଷ ତାର ପୂର୍ବର ଇହ ନଶ୍ୱର ଜୀବନକୁ ଫେରିବ ନାହିଁ ଯେ ସୁଧୁରିବ। ଯୋଉଠି ଅର୍ଜନ ଥିଲା ସେଠି ଭୁଲ କଲା, ପୂର୍ବଜଙ୍କ କଥା ମାନି ମିଛ ଧର୍ମ ଗ୍ରହଣ କରି ମଲା, ଆଉ ଏବେ ସଂଶୋଧନର ପନ୍ଥା ପୁନର୍ଜୀବିତ ରୀତିରେ ଖୋଜୁଛି। ତାକୁ ମୁଁ ଖୋଦା ଆଉ ଇହ ସଂସାରକୁ ଛାଡ଼ିବି ନାହିଁ। ମୁଁ କ'ଣ ମଣିଷକୁ ବୁଦ୍ଧି, ବୁଝିବା, ପୟଗମ୍ବର, ବହି, ଆଖି ଦେଇ ନଥିଲି? ସବୁ ଦେଇଥିଲି, ହେଲେ ଉପଯୁକ୍ତ ବିନିଯୋଗ କରିନଥିଲା। ଚାଲି ନ ଜାଣି ବାଟର ଦୋଷ ଦିଆଯାଇ ନଥାଏ। ମଧୁସୂଦନ ରାଓ ତାଙ୍କର ନିର୍ବାସିତର ବିଳାପ କବିତାରେ ନିର୍ବାସିତ ବ୍ୟକ୍ତି ପାଟିରେ କୁହାଇଛନ୍ତି, ପ୍ରବୀଣ ଜନଠାରୁ ସଦୁପଦେଶ ଲଭି ହୁଅନ୍ତି ମୁହିଁ ବିଜ୍ଞ ବିଶେଷ। ରୀତି ମଣିଷ ଧରିଲେ ଜୀବନରେ ଧର୍ମର କିଭଳି ଆବଶ୍ୟକତା ଅଛି ଉପଲବ୍ଧିରେ ଆଣି ଦୁର୍ଲଭ ଜୀବନକୁ ସୁଧାର କରିଯିବାରେ ଆଶା ଅଛି। ଯେହେତୁ ଜୀବନ ବର୍ତ୍ତମାନ ବଞ୍ଚିବା ସ୍ଥିତିରେ ମରିନାହିଁ, ଅଗତ୍ୟା ଦିବ୍ୟ ପବିତ୍ର କୋରିତ ଗ୍ରନ୍ଥ କୋରାନ ପଢ଼ି ଲାଭ ଉଠାଉ।